ଆଜି ମୁଁ ନେଇ ଆସିଛି ହର୍ଷଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ ଏବଂ ରୁ ଏହିସବୁ ଅକ୍ଷରର କେତେକ ବିପରୀତ ଶବ୍ଦ। ତେବେ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା, ଆହୁରି ଅନେକ କିଛି କଥା ଜାଣିବା। ତେବେ ଆସନ୍ତୁ ହର୍ଷଇରେ ଗୋଟିଏ ଶବ୍ଦ ଅଛି। ଦେଖନ୍ତୁ ପ୍ରଥମେ ଇଚ୍ଛା। ଇଚ୍ଛା ହେଇଛି ଅନିଚ୍ଛା, ଇଚ୍ଛୁକ ହେଇଛି ଅନିଚ୍ଛୁକ। ତାପରେ ଦେଖିବା ଏଠି ହର୍ଷଇରେ ଦେଖନ୍ତୁ ଏପଟେ ହର୍ଷଇରେ ଅଛି ଇତିହାସ ହେଇଛି ଉପନ୍ୟାସ, ଇଷ୍ଟ ହେଇଛି ଅନିଷ୍ଟ, ଇହକାଳ ହେଇଛି ପରକାଳ, ଇହଲୋକ ପରଲୋକ। ତାପରେ ଦୀର୍ଘଇ ଅକ୍ଷର ଶବ୍ଦକୁ ଜାଣିବା। ଦୀର୍ଘରେ ଦୁଇଟି ଶବ୍ଦ ଅଛି। ଗୋଟେ ହେଲା ଈଶ୍ୱରବାଦ, ନିରଶ୍ୱରବାଦ ବା ନିରଶ୍ୱରବାଦ ହେଇଛି, ଈର୍ଷା ହେଇଛି ସହାନୁଭୂତି। ତେବେ ଆସନ୍ତୁ ହର୍ଷଉ ଅକ୍ଷରରେ ଥିବା ଶବ୍ଦ ଗୁଡ଼ିକର ବିପରୀତ ଶବ୍ଦ ଜାଣିବା। ଦେଖନ୍ତୁ ଦେଇଛି ଉଆଁସ। ଉଆଁସ କ'ଣ ହେଇଛି? ପୁଣ୍ୟ। ଉକ୍ତ ହେଇଛି ଉହ୍ୟ, ଉଗ୍ର ହେଇଛି ଶାନ୍ତ, ଉଚ୍ଚ ନୀଚ, ଉଚିତ ଅନୁଚିତ, ଉଜ୍ଜ୍ୱଳ ହେଇଛି ମ୍ଳାନ। ତାପରେ କ'ଣ ଶବ୍ଦ ଦେଇଛି ଦେଖନ୍ତୁ, ଏଠି ଦେଇଛି ଉଠାଣି। ଉଠାଣି ହେଇଛି ଗଡ଼ାଣି, ଉଠାଇବା ପକାଇବା, ଉଠାଣିଆ ଗଡ଼ନ୍ତିଆ, ଉତାରିବା ଚଢ଼ାଇବା। ତେବେ ଏ ପାଖରେ କ'ଣ ସବୁ ଶବ୍ଦ ଅଛି ଆମେ ଦେଖିବା। ଏ ପାଖରେ ଉ ଅକ୍ଷରରେ ଯେଉଁ ଶବ୍ଦ ଗୁଡ଼ିକ ଅଛି, ଗୋଟେ ହେଲା ଉତ୍କର୍ଷ ହେଇଛି ଅପକର୍ଷ, ଉତ୍କ୍ଷିପ୍ତ ନିପତିତ, ଉତ୍କୁଚ ଉପଢୌକନ, ଉତ୍ତରାୟଣ ହେଇଛି ଦକ୍ଷିଣାୟନ। ଦକ୍ଷିଣାୟନ ହେଇଛି। ବର୍ତ୍ତମାନ ଦେଖନ୍ତୁ ଆଉ ଯେଉଁ ଶବ୍ଦ ଅଛି ତ ଦେଖନ୍ତୁ ଉତ୍ତପ୍ତ ଅଛି। ଉତ୍ତପ୍ତ ହେଇଛି ସୁଶୀତଳ, ଉତ୍ତର ଦକ୍ଷିଣ, ଉତ୍ତମାଙ୍ଗ ଅଧମାଙ୍ଗ, ଉତ୍ତର୍ମଣ ଉତ୍ତମର୍ଣ୍ଣ ଅଧମର୍ଣ୍ଣ, ଉତ୍ତମ ହେଇଛି ଅଧମ। ଏବଂ ଅନ୍ୟ ଶବ୍ଦ ଗୁଡ଼ିକ ହେଲା ଉତ୍ତାପ ହେଇଛି ଶୈତ୍ୟ, ଉତ୍ତେଜନା ଦମନ, ଉତ୍ତେଜିତ ଦମିତ, ଉତ୍ତୋଳନ ନିପାତନ ହେଇଛି, ଉତ୍ଥାନ ହେଇଛି ପତନ। ଅନ୍ୟ ଶବ୍ଦ ଗୁଡ଼ିକ ହେଲା ଉତ୍ଥାପନ ନିପାତନ। ଦେଖନ୍ତୁ ଉତ୍ପତ୍ତି ଦେଇଛି ବିଲୟ, ଉତ୍ପନ୍ନ ହେଇଛି ବିନିଷ୍ଟ, ତାପରେ ଉତ୍ସାହ ନିରୁତ୍ସାହ, ଉତ୍ସାହୀ ନିରୁତ୍ସାହୀ। ଦେଖନ୍ତୁ ଉତ୍ସାହିତ ନିରୁତ୍ସାହିତ, ଏଠି ଦନ୍ତଶ୍ରୀ ତଟା ଲିଭି ଯାଇଛି, ନିରୁତ୍ସାହିତ ହବ, ଏଠି ଲିଭି ଯାଇଛି। ୟା ପରେ ସବୁ କ'ଣ କ'ଣ ଶବ୍ଦ ଅଛି ଦେଖିବା। ଦେଖନ୍ତୁ ଉ ଅକ୍ଷରରେ ଆହୁରି ଅନେକ ଶବ୍ଦ ଅଛି। ଗୋଟେ ହେଲା ଉଦୟର ବିପରୀତ ଅସ୍ତ, ଉଦଗ୍ର ଅନୁଦଗ୍ର, ଉଦାର ହେଇଛି କୁଟୀର, ଉଦାଚୀ ହେଇଛି ଅବାଚୀ, ଉଦ୍ଗତ ଅନୁଦ୍ଗତ। ଏ ପାଖରେ ଥିବା ଶବ୍ଦକୁ ଦେଖିନେବା ମଧ୍ୟ। ଉପକାରର ଅପକାର, ଉପକୃତ ହେଇଛି ଅପକୃତ, ଉପକାରୀ ଅପକାରୀ, ଉପଚିତ ଅପଚିତ। ଆସନ୍ତୁ ଆଉ କେତେକ ଶବ୍ଦକୁ ଜାଣିବା। ଦେଖନ୍ତୁ ଏଠି ଉଦ୍ଗତ ଅନୁଦ୍ଗତ, ଉପସ୍ଥିତ ଅନୁପସ୍ଥିତ, ଉଦ୍ଗାର୍ଣ୍ଣି ଉଦ୍ଗୀର୍ଣ୍ଣ ଭୁକ୍ତ, ଉପସ୍ଥାପକ ଧ୍ୱଂସକାରକ, ଉଦ୍ଧତ ଶାନ୍ତ, ଉପମେୟ ତାର ବିପରୀତ ଶବ୍ଦ ଅନୁପମେୟ। ଉଦ୍ଦେଶ୍ୟ, ଉଦ୍ଦେଶ୍ୟ ହେଲା ବିଧେୟ ହବ, ଆଉ ଗୋଟେ ଉପାୟ ହବ, ଦୁଇଟା ଅଛି, ଉପଭୁକ୍ତ ଅନୁପଭୁକ୍ତ। ଉଦ୍ୟତ ବିରତ, ଉପହାସିତ ସମ୍ମାନିତ। ଉଦ୍ୟମର କ'ଣ ହବ? ଆଳସ୍ୟ ହବ, ଉପଯୁକ୍ତ ହବ ଅନୁପଯୁକ୍ତ ଏପଟେ। ତାପରେ ଆଉ କେତେକ ଶବ୍ଦକୁ ଦେଖିବା। ଦେଖନ୍ତୁ ଦେଇଛି ଗୋଟେ ଶବ୍ଦ ଅଛି ଉଦ୍ବେଗ ନିରୁଦ୍ବେଗ, ଉପଚୟ ଅପଚୟ, ଉଦ୍ରିକ୍ତ ପ୍ରଶମିତ, ଉପଦ୍ରବ ହବ ଶାନ୍ତି, ଉନ୍ନତି ଅବନତି, ଉପସାଗର ଉପଦ୍ୱୀପ, ଉନ୍ନତ ଅବନତ ବା ଅନୁନ୍ନତ, ଉପବାସ ଭୋଜନ, ଉନ୍ମତ୍ତ ପ୍ରଶାନ୍ତ, ଉପାୟ ହେଇଛି ଅପାୟ, ଏଠି ଉନ୍ମୀଳିତ ନିମୀଳିତ ହେଇଛି ଦେଖନ୍ତୁ। ତାପରେ ଅଛି ଆହୁରି ଅନେକ ଶବ୍ଦ ଅଛି। ଦେଖନ୍ତୁ ଉପାଦେୟ ହେଇଛି ଅପାଦେୟ, ଉନ୍ମୁଖ ଅଧୋମୁଖ, ଉପେକ୍ଷା ଅପେକ୍ଷା, ଉପଚାର ଅପଚାର, ଉର୍ବର ହେଇଛି ଅନୁର୍ବର, ଏଠି ଅ ଲିଭି ଯାଇଛି ଅନୁର୍ବର, ଉପଚିକିତ୍ସା
ହେଇଛି ଅପଚିକିତ୍ସା, ଉଦ୍ୟାନ ଅରଣ୍ୟ, ଉପଦେଷ୍ଟା ଅପଦିଷ୍ଟା, ଉଭା ହେଇଛି ପୋତା। ବର୍ତ୍ତମାନ ଅନ୍ୟ କେତେକ ଶବ୍ଦ ଦେଖିନେବା ଉ ଅକ୍ଷରର। ହର୍ଷ ଅକ୍ଷର ଆଉ କେତେକ ଶବ୍ଦ ଅଛି ଦେଖନ୍ତୁ। ଉଲ୍ଲିଖିତ, ନିମ୍ନଲିଖିତ, ଉଶ୍ୱାସ ହେଇଛି ଭାରି, ଉଷତ ଦୁଃଖିତ। ବର୍ତ୍ତମାନ ଆସନ୍ତୁ ଦୀର୍ଘ ଅକ୍ଷର ଥିବା କେତେକ ଶବ୍ଦକୁ ଜାଣିବା। ଦୀର୍ଘ ଅକ୍ଷର ଦେଖନ୍ତୁ ଅଛି ଉଣା, ଅଧିକ, ଉଢ଼, ଅନୂଢ଼, ଊର୍ଦ୍ଧ୍ୱ ହେଇଛି ଅଧ, ଊର୍ଦ୍ଧ୍ୱତନ ହେଇଛି ଅଧସ୍ତନ। ଏବେ ରୁ ହର୍ଷ ରୁ ଯେଟା କୁହାଯାଏ ତାର ଥିବା କେତେକ ଶବ୍ଦ ମାତ୍ର ଦୁଇଟା ଶବ୍ଦ ଦେଇଛି ଦେଖନ୍ତୁ। ଋଣୀ ହେଇଛି ଅରୁଣୀ, ରୁଜୁ ହେଇଛି ବକ୍ରର। ତେବେ ସାଙ୍ଗମାନେ ଆଜି ପାଇଁ ଏତିକି।